ପଢାପଢି ଅଛନ୍ତି, ବହୁତ ଶାନ୍ତିରେ ବି ଅଛନ୍ତି। ତେଣୁ ଆଶା କରେ ତୁ ତୋର ବାକି ଜୀବନ ସେଠି ଶାନ୍ତିରେ ରହିବୁ। ମାନେ ଆଜି ପରଠୁ ମୋ ଘର ଯୋଉ ଚିନ୍ତା ବି କରିବୁ ମୋ ସ୍ୱାମୀ ନଥିଲୁ, ଆଜି ପରଠୁ କୃଷ୍ଣ ତୋ ପାଇଁ ମରିଗଲା। କିଛି କରିବା ଦରକାର ନାହିଁ। ଅସୁବିଧା ପଡ଼ି ଅସହାୟ ବୁଢ଼ା ବୁଢ଼ୀ ଟିକେ ଆଶ୍ରୟ ନେବା ବସୁ, ସେମାନଙ୍କର କିଛି ଅସୁବିଧା ନାହିଁ। ଆରେ ହଁ, ସେମାନେ ଠିକ ସମୟରେ ଖାଦ୍ୟ ଖାଇବେ, ଠିକ ସମୟରେ ମେଡିସିନ ଖାଇବେ, ଆଉ ଠିକ ସମୟରେ ଡକ୍ଟରଙ୍କ ପାଖରୁ ଟ୍ରିଟମେଣ୍ଟ ହେବେ। ହଁ, ମୁଁ ଯାହା କହୁଛି ସେଇଆ କର। ନାଇଁ 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 ନାଇଁ, তোমার কিছু করা দরকার নাই। রকম ডক্টর ଆପଣ ଆସିଛନ୍ତି? ଗୁଡ୍ ନ୍ୟୁଜ୍ ଡକ୍ଟର, ଗୁଡ୍ ନ୍ୟୁଜ୍, ଗୁଡ୍ ନ୍ୟୁଜ୍। ଆପଣଙ୍କ ଅପରେସନ ସକ୍ସେସ୍, ଏବେ ସମ୍ପୂର୍ଣ୍ଣ ସୁସ୍ଥ ଡକ୍ଟର, କୌଣସି ପ୍ରୋବ୍ଲେମ ନାହିଁ, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ହେଲେ ଡକ୍ଟର, ମୁଁ ତେବେ ଘରକୁ ଫେରିଥାନ୍ତି, ଆପଣଙ୍କ ଘରକୁ ନ ଆସି ଏ ବୃଦ୍ଧାଶ୍ରମ ଆସିଛନ୍ତି କଣ ପାଇଁ? ମୋ ମା, এই ମାଙ୍କ କଥା ଆପଣ କହୁଥିଲେ ନା? ଯୋଉ ମା ତାଙ୍କର ଗୋଟେ କିଡନୀ ବିକି ଆପଣ ଡକ୍ଟର କରେଇଛନ୍ତି, ତାଙ୍କୁ ଏ ବୃଦ୍ଧାଶ୍ରମ ଆଣିଛନ୍ତି କଣ ପାଇଁ? ପରିସ୍ଥିତି ମୋତେ ବାଧ୍ୟ କରିଛି ଆଜ୍ଞା। আমি চিন্তা করা পরে ମୁଁ ନିଷ୍ପତ୍ତି ନେଇଛି। ମୋ ମା ତାର ବାକିଟା ଜୀବନ ଏଇଠି ଆପଣଙ୍କ ପାଖରେ ରହିଲି ଶାନ୍ତିରେ ରହିବୁ ଆଜ୍ଞା। ମନେ କରନ୍ତୁନି। ହେଲେ ତାଙ୍କୁ ବି ତଳେ ବସେଇଛନ୍ତି କାହିଁକି? ନାଇଁ ଏବେ ତଳେ ବସିବା ଠିକ ହଉନି ମ୍ୟାଡାମ, ଆପଣ ତଳେ କାହିଁ ବସୁଛନ୍ତି? ଉଠନ୍ତୁ ମ୍ୟାଡାମ, ତଳେ ବସନ୍ତୁନି, ଉଠନ୍ତୁ ମ୍ୟାଡାମ, ଉଠନ୍ତୁ। আস্তে আস্তে দেহ ভালো হয়েছে। বসুন আরাম করছে। তোকে মতো চিনতে পারছো না? চিনতে পারছো মতে? সেদিনের অবস্থা থেকে মা খেয়াল করে জল হীন আছে উঠছি। তোমরা দিয়েটা ছিল বুঝো ଆଉ ଅସନା ସେମାନଙ୍କୁ ଖୋଜି ଖୋଜି ହତାଶ ହୋଇ ବଂଶୀବାଳ ଆଶା ହରେଇ ଦେଇଥିଲା ବେଳେ ସେନ୍ସଲେସ୍ ଅବସ୍ଥାରେ ମୁଁ ଗୋଟେ ଅଜଣା ଅଚିହ୍ନା ପୁଅକୁ ପାଇଥିଲି, ଯାହାର ପଛ କଥା କିଛି ମନେ ନଥାଏ। ତା ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ସେଇଟା ଅତୀତକୁ ହରେଇ ବସିଥାଏ। ଆଉ ତମେ ତମ ଝିଅମାନଙ୍କୁ ହରେଇଥିବା ଦୁଃଖରେ ବହୁତ ଭାଙ୍ଗି ପଡିଥିଲ। ସେ ଅସନା ଚିହ୍ନା ପୁଅଟିକି ତମରି ହାତ ଟେକି ଦେଇ ମୁଁ ତମକୁ କହିଥିଲି, ଏଇ ପୁଅ ହବ ତମ ଅଧା ରାତିର ସାଥୀ। ଆଚ୍ଛା ମ୍ୟାଡାମ, ସେ ପୁଅ ବହୁତ ବଡ ହେଇଯିବନି ନା? ସେ ପୁଅ ବହୁତ ଅତୀତକୁ ମନେ ପକେଇ ପାରିଲା? ସେ ପୁଅ କଣ କହିପାରିଲା ସେ କିଏ, ତା ନାଁ କଣ, ତା ଘର କୋଉଠି, କିଏ ତା ବାପା, କିଏ ତା ମା? କହିପାରିଲା ସେ ପୁଅ? କହିପାରିଲାନି। ଆଚ୍ଛା ମ୍ୟାଡାମ, ସେ ଅଜଣା ଚିହ୍ନା ପୁଅଟି କୋଉଠି ଅଛି?
ଯାହାର ସେଇ ଶ୍ରେଣୀ ମୁଁ ତାକୁ ନୂଆ ଜନ୍ମ ଦେଇଥିଲି। ଯୋଉ ପୁଅକୁ ତମେ ତମର ସର୍ବସ୍ୱ ଓଜାଡ଼ି ଦେଇ ତାକୁ ଦୁନିଆର ବଡ଼ ଦାଣ୍ଡରେ ଠିଆ କରିଥିଲ, ଜୀବନ ମରଣ ସହ ସଂଗ୍ରାମ କରିବା ପାଇଁ ତମେ ତ ବାଟ ଦେଖେଇଥିଲ। ସେ ପୁଅ ଏବେ କୋଉଠି ଅଛି, କେମିତି ଅଛି, କଣ କରୁଛି, ତାକୁ ଦେଖିବାକୁ ମୋର ଭାରି ଇଚ୍ଛା ହଉଛି। ପ୍ଲିଜ ଦୟା କରି କୁହ ସେ ପୁଅ ଏବେ କୋଉଠି ଅଛି? ହସି ଯାଇଥିବା ଝିଅମାନଙ୍କ ଦୁଃଖକୁ ଭୁଲି ସବୁ ଚେଷ୍ଟା କରୁଥିଲା। ଆଉ ଯୋଉ ମା ତା ପୁଅକୁ କହିଥିଲା, ଏ ପୁଅ ମୁଁ ତ ଅଧା ରାତିର ସାଥୀ, ସେଇ ପଦ ମାକୁ କହି ଅଧା ରାତିରେ ବୃଦ୍ଧାଶ୍ରମରେ କଣ ପାଇଁ ଚଳିଯାତ ହାତ ଧରିଛି ଆପଣ ଟିକେ ଚୁପ୍ ହେଇଯାଆନ୍ତୁ। ମୋ ଜୀବନରେ ମୋ ମାକୁ ମୋ ଭୁଲ ବୁଝି କେତେ ବଡ଼ ଅପରାଧ କରିଛି ମୁଁ ବୁଝି ସାରିଛି। ଟିକେ ଚୁପ୍ ହେଇଯାଆନ୍ତୁ, ଆପଣ ଚୁପ୍ ହେଇଯାଆନ୍ତୁ। ମା ମୁଁ ଜାଣିଛି ମୋ ତତେ ଭୁଲ ବୁଝି ଏତେ କଷ୍ଟ ଦେଲା ପରେ ତୁ ଯୋଉ ନିଜ ହାତରେ ମୋ ତଣ୍ଟି ଚିପି ମତେ ମାରି ପାରିବୁନି। ମୋତେ ଅଭିଶାପ ଦେ, ମୋତେ ଅଭିଶାପ ଦେ, ତୋର କୃଷ୍ଣଟା ଆଜି ତୋରି ହାତରେ ମରିଯାଉ। କାହିଁକି ମୋ ପାଇଁ କାନ୍ଦୁଛୁ? ନିଜ ହାତରେ ମୋ ତଣ୍ଟି ଯିବି ମତେ ମାରିଦେ। ବାହାରେ ମା, ମୁଁ ମରିବାକୁ ଚାହେଁ। ବାହାରେ ମା, ବାହାରେ ମୁଁ ତ ମରିବି, ହେଲେ ମୋ ମରିବାର ତୋତେ ମୁଁ ବଞ୍ଚେଇଦେବି। ତୋର ହାତ ପଇସ ନବ, ଆଉ ତୋର ହାତ ପଇସ ଆଉ କେହି ନହେଲ ତୋର ପୁଅ କୃଷ୍ଣ ଧରିବ। କୃଷ୍ଣ, ଏଇ କୃଷ୍ଣ ତ ଇଏ କେତେ ଲୋକଙ୍କର ହାତ ପଇସ କରି ସେ ଭଲ କରିଛି ମା, ହେଲେ ତୋ ପାଇଁ ସେ ଅବହେଳା କରିଛି। મને ભૂલી ગઈ છે માં, મને ક્ષમા કરી મજાક મેડિકલ છે એકી તો କିଛି ହବନି ମା, ମୁଁ ତତେ ଭଲ କରିବି ତ ଅନେକ ଦିନ ବଞ୍ଚିବୁ। ଚାଲେ ମା, ତତେ ହାତ ଧରୁଛି, ଚାଲେ।
কৃষ্ণ দাদা পিছনে আমাকে ಯಾವ ಗಾಡಿಗೆ ನೋಡಲ್ಲ सीधा और तीन नहीं दिन चाले हम तो घोड़ा ना दिवा तू बहुत ना एक कृष्ण बोलते था ये तो सेबले की जवाब बोली देखो ना ये अंदर के ऊपर था तो क्या बना बोलती थी और अपनी गेमी थी करो बोला ना तो जो जितना मुझे क्या मालूम है मुझे मेरी कैसा तो किसी आदमी का मुझे तो वाला करते भी तो अनेक भी बोलती हूँ चाले मार वो कहता है कि मेरी कैसा है लो भागे दी Rasi